ବାଲେଶ୍ୱର ସହରର ଟୁଲଙ୍କ ସାହି ଛତୁଆ ପୋଖରୀଠାରେ ଦୁଇଦିନିଆ ବୋଇତ ବନ୍ଦାଣ ଉତ୍ସବ ଉଦ୍ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ଉଦ୍ଘାଟନୀ ଉତ୍ସବକୁ ମୁଖ୍ୟ ଅତିଥି ରେମୁଣା ବ୍ଲକ ଅଧ୍ୟକ୍ଷ ରାଜେନ୍ଦ୍ର ରାଉତ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହିତ ବୋଇତ ବନ୍ଦାଣ ଏବଂ ଉତ୍କଳୀୟ ନୌବାଣିଜ୍ୟ ଉତ୍ସବ ସହ ଆମ ପରମ୍ପରା ଓ ସଂସ୍କୃତି ବିଶେଷ ଭାବରେ ଜଡ଼ିତ ବୋଲି ମତବ୍ୟକ୍ତ କରିଥିଲେ। କରଞ୍ଜିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ମୁକୁନ୍ଦ ଭାରତୀ ଓ ନାୟବ ସରପଞ୍ଚ ସୁକାନ୍ତି ନାୟକ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପରମ୍ପରା ଜାତିର ଏକ ପରିଚୟ ହୋଇଥିବା ବେଳେ ଏହା ଅତୀତ ଓ ବର୍ତ୍ତମାନକୁ ଯୋଡ଼ି ଭବିଷ୍ୟତକୁ ସୁରକ୍ଷିତ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ। ମହାନ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ନେଇ ପ୍ରତ୍ୟେକ ଓଡ଼ିଆ ଗର୍ବ କରିବା ଉଚିତ ବୋଲି କହିଥିଲେ। ବାଲେଶ୍ୱର ପୌରପାଳିକାର ପୂର୍ବତନ ଉପାଧ୍ୟକ୍ଷ ତଥା କମିଟିର ସଭାପତି ମନୋଜ କୁମାର ରାଉତ ଏଥିରେ ପୌରୋହିତ୍ୟ କରିଥିବା ବେଳେ ସମ୍ପାଦକ ରମେଶ ଚନ୍ଦ୍ର ନାୟକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଏହି ଅବସରରେ ପୂର୍ବରୁ ଆୟୋଜିତ ବକ୍ତୃତା, ଚିତ୍ରାଙ୍କନ ପ୍ରଭୃତି ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦୁର୍ଗାମାଧବ ମହାପାତ୍ର, ଅମୂଲ୍ୟ ତାଲଦେ, ନିକୁଞ୍ଜ କିଶୋର ଭୂୟାଁ, ଭାସ୍କର ଜେନା, ଅସିତାନନ୍ଦ ଦେବଗୋସ୍ୱାମୀ, ଭବେନ୍ଦ୍ର ପଣ୍ଡା, ରବୀନ୍ଦ୍ର ମୋହନ ଚାନ୍ଦ, ରବୀନ୍ଦ୍ର ସାହାଣୀ, ଲେନିନ ସେଠୀ, ଲଲାଟେନ୍ଦୁ ମହାନ୍ତି, ଅଶୋକ ବେହେରା, ସୁଶାନ୍ତ ମହାନ୍ତି, ଜୟନ୍ତ କୁମାର ବାରିକ, ହରିଶ୍ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। କୋଷାଧ୍ୟକ୍ଷ ପ୍ରାଣକୃଷ୍ଣ ମହାପାତ୍ର ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବହୁ ଦର୍ଶକ ଏହି କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା। ନିଶ୍ଚିତ ଭାବରେ ଏ କାର୍ଯ୍ୟକ୍ରମକୁ ଯେଉଁମାନେ ହାତକୁ ନେଇଛନ୍ତି ଏ ଛତୁଆ ବୋଇତ ବନ୍ଦାଣ ଉତ୍ସବ ଏମିତି ଆଗକୁ ଆଗକୁ ଯାଉ ଏବଂ ଏମିତି ତାର ଉତ୍ତର ଉନ୍ନତି ହେଉ। ଏବଂ ଫକାଲ ବାବୁ କହୁଥିଲେ ଯେ ସେ ମନ୍ଦିରରେ ପାଣି ଭର୍ତ୍ତି ହେଉଛି ଏବଂ ତା ଆଗରେ ଗୋଟେ ଫେଭର ବ୍ଲକ ଦରକାର। ନିଶ୍ଚିତ ଭାବରେ ଆମେ ଚେଷ୍ଟା କରିବୁ ଆସନ୍ତା ବର୍ଷକୁ ସେ କାମ ନିଶ୍ଚିତ ଭାବରେ ସୁଧାରିଯିବ, ସେଥିରୁ କିଛି ସନ୍ଦେହ ନାହିଁ। ଆମେ ନିଶ୍ଚିତ ଭାବରେ ଆପ୍ରାଣ ଚେଷ୍ଟା କରି କେମିତି ଡ୍ରେନ୍ଟା ହେବ ଏବଂ ତା ସାମ୍ନାରେ ଫେଭର ବ୍ଲକ ପଡ଼ିବ ତା ପାଇଁ ଆମେ ନିଶ୍ଚିତ ଭାବରେ ଯତ୍ନବାନ ହେବୁ। ଯାହା ହେଉ ଆପଣମାନେ ସମସ୍ତେ ଆସିଛନ୍ତି ଏ ବୋଇତ ବନ୍ଦାଣ ଉତ୍ସବକୁ ଉପଭୋଗ କରୁଛନ୍ତି, ସେଇଥିପାଇଁ ଆଉ ଥରେ ମୋ ତରଫରୁ ଅଶେଷ ଅଶେଷ ଧନ୍ୟବାଦ। ଛୋଟ ଛୋଟ ପିଲାଙ୍କର ପ୍ରତିଭାକୁ ପ୍ରତିଯୋଗିତାରେ ପରିଣତ କରି ଫାର୍ଷ୍ଟ ସେକେଣ୍ଡ ଥାର୍ଡ ପ୍ରାଇଜ ଦିଆଯାଏ। कि जी फर्स्ट सेकेंड थर्ड हुए से आनंद पाए, जी न पाए से दुख पाए, किंतु से दुख पाइबार कौन से आवश्यकता नहीं। से चैलेंज नब एवं चेष्टा करिवो नेक्स्ट ईयर किंतु सी फर्स्ट की सेकेंड थर्ड हबो सा पई कंपटीशन टी करा जाए। ए बोइतो बंदना उत्सव रे आपनकर ड्राइंग कंपटीशन हुए, डिबेट कंपटीशन हुए, छोट छोट पिलांकर प्रतिभा को देखा जाए। मठ मानकरे पूजा अर्चना करंती। कार्तिक मासर 5 लास्ट 5 दिन पंचुक भाबरे मान पालन करा जाए। सेतरे कार्तिक मास शेष दिन रे बोइत बंदाण करा जाए। आग परंपरा अनुसार जते बेले साधव माने जाउतिले विदेश को जाउतिले वाणिज्य करबा को साधवाणी माने सेमान को बोइत बंदाण दिन भसाणी आता मा बोई कही सेमान को विदाय देउतिले। सेही उपलक्षे ताको आजि हमर मां माने ताको आज पालन करि आसुचंती।